ଯେଉଁମାନେ ବିଫଳତାରୁ ଡରନ୍ତି, ଯେଉଁମାନେ ବିପଦ ଗ୍ରହଣ କରିବାକୁ ଭୟ କରନ୍ତି, ସେମାନେ କେବେ ବଡ଼ ସଫଳତା କିମ୍ବା ଉଚ୍ଚତା ଅର୍ଜନ କରିପାରିବେ ନାହିଁ। ଯେପରି ଗୋଟିଏ ପକ୍ଷୀ ଉଡ଼ିବା ପୂର୍ବରୁ ଅନେକ ଥର ପଡ଼ିଯାଏ, ସେପରି ମଣିଷ ମଧ୍ୟ ସଫଳତା ପାଇବା ପୂର୍ବରୁ ଅନେକ ଥର ଅସଫଳ ହୁଏ, ହାରିଯାଏ ଓ ଶିଖେ। କିନ୍ତୁ ଯଦି କେହି ଭୟରୁ ଚେଷ୍ଟା କରିବାକୁ ଛାଡ଼ିଦିଏ, ତେବେ ସେ ଏହି କଥା କେବେ ଜାଣିପାରିବ ନାହିଁ ଯେ ତାଙ୍କ ପକ୍ଷରେ କେତେ ଶକ୍ତି ଅଛି। ଗୋଟିଏ ପିଲା ଯେତେବେଳେ ସାଇକେଲ ଚଲେଇବା ଶିଖେ, ସେ ବହୁତ ଥର ପଡ଼ିଯାଏ ଓ ଖଣ୍ଡିଆ ହୋଇଯାଏ। କିନ୍ତୁ ଯଦି ସେ ପଡ଼ିଯିବା ଭୟରୁ ଶିଖିବାକୁ ଛାଡ଼ିଦିଏ, ତେବେ ସେ କେବେ ସାଇକେଲ ଚଲାଇ ପାରିବ ନାହିଁ। ଏହିପରି ଯଦି କେହି ତାଙ୍କ ସ୍ୱପ୍ନ ପାଇଁ କାମ କରିବାକୁ କେବଳ ଅଧାରେ ରହିଯିବ, ତେବେ ଅସଫଳ ହେବ, ତେବେ ସେ କେବେ ସଫଳତାର ସ୍ୱାଦ ଚାଖିପାରିବ ନାହିଁ।